ମା ଆଜି ଆଲୋଚନା କରିବା ସମର୍ପଣ, ଆତ୍ମନିବେଦନ ଏବଂ ଉତ୍ସର୍ଗ। ଏ ତିନିଟା ଯାକ ଶବ୍ଦ ଏକା ଭଳି ଲାଗୁଛି, କିନ୍ତୁ ତାର ଅର୍ଥଟା ପ୍ରକୃତରେ କଣ ଆମେ ଆଜି ଦେଖିବା। ଯେ ସମର୍ପଣ କହିଲେ କଣ ବୁଝିବା, ଆତ୍ମନିବେଦନ ଆମେ ସମର୍ପଣ କହିଲେ କୋଉ ସବୁବେଳେ ନିଜକୁ ଦେଇଦବା। ଆତ୍ମନିବେଦନ, ନିବେଦନ ମାନେ ଦେଇଦବା, ଆତ୍ମ ମାନେ ନିଜକୁ ଦେଇଦବା। ଉତ୍ସର୍ଗ କରିବା ମାନେ ନିଜକୁ ଦେଇଦବା ବା ଉତ୍ସର୍ଗ କରିବା କହନ୍ତି। ତିନିଟା ଯାକ ଆମେ ପ୍ରାୟ ଗୋଟିଏ ଭାବରେ ବ୍ୟବହାର କରୁ, କିନ୍ତୁ ପ୍ରକୃତରେ କଣ ଗୋଟାଏ କି ଅନ୍ୟ ଭିନ୍ନ ବା କଣ ପାର୍ଥକ୍ୟ ବୋଧ ରହିଛି କି ରହିନାହିଁ ଆମେ ପଢିବା ମା କଣ୍ଡେ। ନିଜ ଜୀବନର ଦାୟିତ୍ୱଟିକୁ ପରମେଶ୍ୱରଙ୍କ ହାତରେ ସମର୍ପି ଦେବାର ନିଷ୍ପତ୍ତି ହେଉଛି ସମର୍ପଣ। ଏହି ନିଷ୍ପତ୍ତିଟି କରାଯାଇ ନଥିବା ପର୍ଯ୍ୟନ୍ତ ଆଉ କିଛି ହେଲେ ସମ୍ଭବ ହୁଏ ନାହିଁ। ଯଦି ସମର୍ପଣଟି ହୋଇନଥାଏ, ତେବେ ଯୋଗ ସାଧନା କରିବାର ଆଦୌ କୌଣସି ପ୍ରଶ୍ନ ହିଁ ନଥାଏ। ସମର୍ପଣ ପରେ ସବୁ କିଛି ଅତ୍ୟନ୍ତ ସ୍ୱାଭାବିକ ଭାବରେ ଆସି ପହଞ୍ଚିଯାଏ, କାରଣ ଏହି ସମର୍ପଣରୁ ହିଁ ସକଳ ପ୍ରକ୍ରିୟାର ଆରମ୍ଭ ହୁଏ। ତୁମେ ଜ୍ଞାନର ମାଧ୍ୟମରେ ଆପଣାକୁ ସମର୍ପିତ କରିଦେଇ ପାରିବ, ଭକ୍ତିର ମାଧ୍ୟମରେ ବି ସମର୍ପିତ କରିଦେଇ ପାରିବ। କେବଳ ପରମେଶ୍ୱର ହେଉଛନ୍ତି ଏକମାତ୍ର ସତ୍ୟ। ତୁମ ଭିତରେ ହୁଏତ ଏହିପରି ଏକ ସମ୍ବୋଧ ଚେତନା ଥାଇପାରେ, ପରମେଶ୍ୱରଙ୍କ ବିନା ତୁମେ ଆଦୌ କିଛି ହେଲେ କରିପାରିବ ନାହିଁ ବୋଲି ତୁମ ଭିତରେ ଏକ ସନ୍ଦୀପିତ ବିଶ୍ୱାସ ମଧ୍ୟ ଥାଇପାରେ। ବା ତୁମେ ଅତ୍ୟନ୍ତ ସ୍ୱତଃସ୍ଫୂର୍ତ୍ତ ଭାବରେ ଏପରି ବି ହୁଏତ ଅନୁଭବ କରୁଥାଇପାର ଯେ ଏହି ପଥରେ ଚାଲିବା ଦ୍ୱାରା ହିଁ ତୁମେ ସୁଖୀ ହୋଇପାରିବ। କେବଳ ସେହି ପରମେଶ୍ୱରଙ୍କର ହୋଇ ରହିବାକୁ ହିଁ ତୁମର ଏକ ଶକ୍ତିଶାଳୀ ଚୈତ୍ୟ ଆକାଂକ୍ଷା ଥାଇପାରେ। ତୁମେ ମୁଁ ତୁମେ ମୁଁ ମୋର ସମ୍ପତ୍ତି ନୁହେଁ ବୋଲି କହି ଆପଣା ସତ୍ତାର ଦାୟିତ୍ୱଟିକୁ ପରମ ସତ୍ୟଙ୍କ ପାଖରେ ନେଇ ସମର୍ପିତ କରିବି ଦେଇପାର। ତାପରେ ଆସେ ଆତ୍ମନିବେଦନ। ଏଇଠି ଆରମ୍ଭରୁ ଯୋଉ କେତେ ଗୁଡେ କଥା କହିକି ଗଲେ, ତାର ମୂଳ ପଏଣ୍ଟରେ ଆରମ୍ଭରେ କଣ କହିଲେ ଯେ ଆମେ ନିଜ ଜୀବନର ଦାୟିତ୍ୱଟିକୁ ପରମେଶ୍ୱରଙ୍କ ହାତରେ, ମାଙ୍କ ହାତରେ ଛାଡିଦେବା ପାଇଁ ଯୋଉ ନିଷ୍ପତ୍ତି ନଉଛୁ, ନିଜ ଜୀବନର ଦାୟିତ୍ୱଟିକୁ ପରମେଶ୍ୱରଙ୍କ ହାତରେ ସମର୍ପି ଦେବାର, ତାମାନେ ଏଇ ଯୋଉ ମୋ ଜୀବନର ଦାୟିତ୍ୱ ମୁଁ ତାର କର୍ତ୍ତା ନ ହେଇ ଭଗବାନ ବା ପରମେଶ୍ୱର ବା ଦିବ୍ୟଜନନୀ ସିଏ ଯେ ତାର କର୍ତ୍ତା ହୁଅନ୍ତୁ, ଦାୟିତ୍ୱ ସିଏ ନିଜେ ନିଅନ୍ତୁ, ଏହି ପ୍ରକାରର ନିଷ୍ପତ୍ତି ନେବାଟା ହଉଛି ସମର୍ପଣର ଆରମ୍ଭ। ଏ ପ୍ରକାର ନିଷ୍ପତ୍ତି ନବା, ଯେ ପର୍ଯ୍ୟନ୍ତ ଏଇ ନିଷ୍ପତ୍ତି ନ ନେଇଛ ସେ ପର୍ଯ୍ୟନ୍ତ ଯୋଗ ସାଧନା ହୋଇପାରିବ ନାହିଁ। ମା ସ୍ପଷ୍ଟ କରିଦେଲେ ଯେ ପର୍ଯ୍ୟନ୍ତ କହିଲେ କଣ, ନିଷ୍ପତ୍ତିଟି କରାଯାଇ ନଥିବା ପର୍ଯ୍ୟନ୍ତ ଆଉ କିଛି ହେଲେ ସମ୍ଭବ ହୁଏ ନାହିଁ। ଯଦି ସମର୍ପଣ ହୋଇନଥାଏ, ତେବେ ଯୋଗ ସାଧନା କରିବାର ଆଦୌ କୌଣସି ପ୍ରଶ୍ନ ହିଁ ନଥାଏ। ତେଣୁ ଆମ ଭିତରେ ଯେ ପର୍ଯ୍ୟନ୍ତ ଏଇ ଭାବ ରହିଛି ଯେ ମୋ ଜୀବନର ଦାୟିତ୍ୱ ମୋ ନିଜର, ସେ ପର୍ଯ୍ୟନ୍ତ ସମର୍ପଣ ଆରମ୍ଭ ହେଇନାହିଁ। ଯୋଉ ମୁହୂର୍ତ୍ତରେ ପରମେଶ୍ୱରଙ୍କ ହାତରେ ଏଇ ଦାୟିତ୍ୱଟିକୁ ହସ୍ତାନ୍ତର କରିବାର ନିଷ୍ପତ୍ତି ତୁମେ ନବ, ସେତେବେଳେ ସମର୍ପଣ ଆରମ୍ଭ ହେଲା। ତାପରେ ଯାଇକି ଯୋଗ ସାଧନା କରିବାର ପ୍ରଶ୍ନ ମାନେ ଆରମ୍ଭ ହବାର ସମ୍ଭାବନା ଆସିବ। ତାପରେ କହୁଛନ୍ତି ଯେ ସାଧାରଣତଃ ଯେ ଯେତେବେଳେ ଆମେ ସମର୍ପଣ କରୁ, ତାପରେ ହିଁ ସବୁ କାମ ଆରମ୍ଭ ହବ, ନହେଲେ ହେଇପାରିବ ନାହିଁ। ଜଣେ ସମର୍ପଣ କେମିତି କେମିତି କରିପାରେ, ଭିନ୍ନ ଭିନ୍ନ ଭାବରେ ମା ଗୋଟିଏ ଗୋଟିଏ ପଏଣ୍ଟ କରି କହୁଛନ୍ତି। ସମର୍ପଣର ମାଧ୍ୟମ କଣ କହିପାରେ? ଜଣେ ଜ୍ଞାନ ମାଧ୍ୟମରେ ସମର୍ପଣ କରିପାରେ। ଜ୍ଞାନ ମାଧ୍ୟମରେ ବର୍ତ୍ତମାନ ଆମେ ଦେଖୁଛୁ ଯେ ମୋ ଦ୍ୱାରା ବା ମୋର ଜ୍ଞାନ କମ ଅଛି, ମୋର ସାମର୍ଥ୍ୟ କମ ଅଛି, ମୋର ଶକ୍ତି କମ ଅଛି, ପରିବେଶ ପରିସ୍ଥିତିକୁ ମୁଁ ସମ୍ମୁଖୀନ ହେଇପାରୁନାହିଁ, ଏଇଟା ବୁଝିଲିଣି, ଜ୍ଞାନରେ ପାଇଲିଣି। ବର୍ତ୍ତମାନ ମୁଁ ଜାଣୁଛି ନାଇଁ ସିଏ ହଉଛନ୍ତି ସର୍ବମୟ କର୍ତ୍ତା, ସର୍ବଶକ୍ତିର ଅଧିକାରୀ। ତେଣୁ ତାଙ୍କ ହାତରେ ମୋ ଦାୟିତ୍ୱକୁ ଦେଇଦେଲେ ମୁଁ ମୋ ଜୀବନର ଯୋଉ ପାବଚ୍ଛ, ଯୋଉ ଘଟଣାବଳୀ, ଯାହାକୁ ସମ୍ମୁଖୀନ ହବି,
ସିଏ କଣ କରିବେ, ଭଲ ଭାବରେ ନେଇପାରିବେ, ଦାୟିତ୍ୱଟିକୁ ଚଳେଇ ପାରିବେ। ତେଣୁ ଏଇଆ ଜ୍ଞାନରେ ମୁଁ ବୁଝିଲି, ତେଣୁ ତାଙ୍କ ହାତରେ ତାକୁ ଛାଡିଦେଲି। ଇଏ ଜ୍ଞାନ ହାତରେ ଦ୍ଵାରା ସମର୍ପିତ କରେ। ଆଉ କେହି କେହି ଯେମିତି ଜ୍ଞାନ ମାଧ୍ୟମରେ ଜଣେ ବୁଝିପାରନ୍ତି ଯେ ମେନ୍ ସୁଇଚ ହଉଛନ୍ତି ମା, ତେଣୁ ମେନ୍ ସୁଇଚ ଅନ୍ କରିଦେଲେ ଯାଇକି ସବୁ କରେଣ୍ଟ ଆସିବ। ତେଣୁ ସେ କଣ କରନ୍ତି, ଜ୍ଞାନ ମାଧ୍ୟମରେ ବୁଝନ୍ତି। କଷ୍ଟ ଆମେ ଯେମିତି ଦେଖୁ, ଆମେ ହାତ ମାରୁ, ଚେଷ୍ଟା କରୁ, ଆମେ ନିଷ୍ଫଳ ହଉ। ନିଷ୍ଫଳ ହେଲା ପରେ ଯୋଉମାନଙ୍କ ଭିତରେ ଯୋଗ ସାଧନା କରିବା ପାଇଁ ପ୍ରବୃତ୍ତି ଥିବ, ସେଇମାନେ ଏ ବିଷୟରେ ସଚେତନ ହେଇପାରିବ, ନହେଲେ ସଚେତନ ହବା ସମ୍ଭବ ନୁହେଁ। ତେଣୁ ଜ୍ଞାନ ମାଧ୍ୟମରେ ସମର୍ପିତ ହବାଟା ସେତିକି ବେଳେ ହେଇପାରିବ ଜଣେ ଯେତେବେଳେ ଜାଣିବ, ବୁଝିବ ଯେ ନାଇଁ ମୋ ସାମର୍ଥ୍ୟରେ ମୁଁ କରିପାରିବି ନାହିଁ। କାହିଁକିନା ଯେତେ ଚେଷ୍ଟା କଲେ ମଧ୍ୟ ଆମ ପାଖକୁ ଅନେକ ଗତିବୃତ୍ତି ଅଛି, ଆମ ଚେଷ୍ଟା ବାଦ ବି ସିଏ ଆସେ ଏବଂ ଆମକୁ ଆକ୍ରାନ୍ତ କରେ। ଆମେ ତାର ବଶୀଭୂତ ହେଇଯାଉ, ତାର ଖେଳଣାରେ କ୍ରୀଡ଼ନକ ହେଇଯାଉ। ତେଣୁ ସେତେବେଳେ ଆମେ ନିଷ୍ପତ୍ତି ନଉ ଯେ ନାଇଁ ଏଥର ମୋ ଦାୟିତ୍ୱଟି ଭଗବାନଙ୍କ ହାତରେ ଦେଇଥାଏ। ଆଉ ଜଣେ କେହି କେହି ଭକ୍ତି ମାଧ୍ୟମରେ ବି ସମର୍ପିତ କରିଦେଇ ପାରନ୍ତି। ଭକ୍ତି ମାଧ୍ୟମରେ ଆମେ ସମସ୍ତଙ୍କର ଏ ଅନୁଭବଟି ନିଶ୍ଚୟ ଥିବ, ଯୋଉଠି କୌଣସି ଏକ ଜାଗାରେ ଯଦି ନାମ ସଂକୀର୍ତ୍ତନ ହଉଥିବ, ଯୋଉ ହରିନାମ ସଂକୀର୍ତ୍ତନ ହଉଥିବ, ସ୍ୱାଭାବିକ ଭାବରେ ଆମ ଭିତରେ ଯଦି ସେଠି ଆମେ କିଛି ସମୟ ଠିଆ ହେଇଯାଆନ୍ତି, ତେବେ ଆମ ଭିତରେ ଭକ୍ତି ଭାବ ଜାତ ହୁଏ ଏବଂ ଆମେ ସେଠି ଟିକେ ଧୀରେ 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 ପ୍ରଭୁଙ୍କ ପାଖରେ ଯେମିତି ଟେକି ହେଇଯାଏ, ଯେମିତି ନାଇଁ ପ୍ରଭୁ ତମେ ହିଁ ସବୁ କିଛି, ଆସିଯାଏ ଭାବ। ଯଦି ଭକ୍ତି ଯାହା ଭିତରେ ପ୍ରାବଲ୍ୟ ଥାଏ, ତେବେ ସେ କଣ ହୁଏ, ଅ ଭକ୍ତି ରସରେ ବୁଡି ଗଲେ କିମ୍ବା ବେଳେ ବେଳେ ଦେଖୁଥିବେ ଗୋଟେ ଛୋଟ ଛୋଟ ମୁହୂର୍ତ୍ତରେ ଆସେ, ମନେକର ଯୋଉ ଭଗବାନଙ୍କ ସମ୍ବନ୍ଧରେ ଆମେ ଯେତେବେଳେ କୌଣସି ବ୍ୟକ୍ତିଙ୍କର ଚରିତ ପଢୁଛୁ ବା ଶୁଣୁଛୁ ବା ଆଉ କାହାର ଭଗବାନ କେମିତି ତାକୁ, ଭଗବାନଙ୍କ କୃପା ବଳରେ ସେ କେମିତି ଆ ବାଧା ବିପଦରୁ ବାହାରି ଆସିଛି, ଆମେ ତ ଶୁଣୁ, ସେତେବେଳେ ସ୍ୱାଭାବିକ ଭାବରେ ଆମ ଭିତରେ ଭଗବାନଙ୍କ ପ୍ରତି ଏକ କୃତଜ୍ଞତା ଭାବ ବାହାରି ଆସେ। ଆଖିରୁ ଅଶ୍ରୁ ବି ବେଳେ ବେଳେ ଆସିପାରେ, ବେଳେ ବେଳେ ନିଜେ ଭାବ ଗଦଗଦ ହେଇଯାଉ। ଇଏ ହଉଛି ଭକ୍ତିର ମାନେ ପରିଣାମ। ଯେତେବେଳେ ସେଇ ଭକ୍ତି ଭାବରେ ଆମେ ଲୀନ ହେଇଯାଉ, ସେତେବେଳେ ଆମେ ନିଜକୁ ଭଗବାନଙ୍କ ପାଖରେ ମଧ୍ୟ ନିଜ ଦାୟିତ୍ୱକୁ ପ୍ରଭୁଙ୍କ ହାତରେ ଛାଡିଦଉ। ସିଏ ଭାବର ଅବସ୍ଥା ଏମିତି ହୁଏ, ସେଟା ହଉଛି ଭକ୍ତି ମାଧ୍ୟମ ଜଣେ ସମର୍ପଣ କରିପାରେ। ଏବଂ ଆଉ ଗୋଟେ ମାଧ୍ୟମ କଣ କହିଲେ, ତୃତୀୟ ମାଧ୍ୟମରେ କହିଲେ, ଆଉ ଜଣେ ଜଣେ ଯିଏ ଯୋଉ ମାଧ୍ୟମରେ ହଉ, ସିଏ ତା ଭିତରେ ଏକ ଚେତନା ଅଛି, ସମ୍ବୋଧ ଚେତନା ଥାଇପାରେ, ଯୋଉଥିରେ ତା ଭିତରେ ସେ ଜାଣୁଛି ଯେ ଭଗବାନ ହଉଛନ୍ତି ବା ପରମେଶ୍ଵର ହଉଛନ୍ତି ଏକମାତ୍ର ସତ୍ୟ। ପରମେଶ୍ଵର ହଉଛନ୍ତି, ଦିବ୍ୟ ଜନନୀ ହଉଛନ୍ତି ଏକମାତ୍ର ସତ୍ୟ। ଏଇ ଯୋଉ ଚେତନାର ଯୋଉ ଦୃଢ ନିଶ୍ଚୟତା ବୋଧ, ଏଇ ବୋଧ ଯଦି ଆସିଗଲା, ଦେଖନ୍ତୁ ଆମେ ଶୁଣିବା କଥା ଏଠି କୁହା, ଆପଣ ଚିନ୍ତା କରନ୍ତୁ ଯେ ଭକ୍ତ ପ୍ରହ୍ଲାଦଙ୍କର ଅବସ୍ଥା ଟିକେ ଇମାଜିନ କରିବା, ଯେ ସିଏ ସବୁଆଡେ ହରିଙ୍କୁ ଦେଖୁଥିଲେ। ଆମେ କେବଳ ଏବେ ବି ଆମ ଭିତରେ ଧାରଣା ହଉଛି ଯେ ଆମେ ଯେହେତୁ ଶୁଣିଛୁ, ପଢିଛୁ, ତେଣୁ ଆମେ ଭାବୁଛୁ ଯେ ଆ ଭିତରେ ଭଗବାନ ଅଛନ୍ତି, ଆମେ ଭାବୁଛୁ। କିନ୍ତୁ ସିଏ, ତାଙ୍କ ଭିତରେ ଏକ ନିଶ୍ଚୟତା ବୋଧ ଯେ ସିଏ ଦେଖୁଛନ୍ତି ଭଗବାନ ଏଥିରେ ଅଛନ୍ତି, ସେଥିରେ ଅଛନ୍ତି, ସବୁଥିରେ ଅଛନ୍ତି। ସେଇଭଳି ଆମ ଭିତରେ ଯେତେବେଳେ ଏକ ସମ୍ବୁଦ୍ଧ ଚେତନା ଥାଏ, ଯୋଉଥିରେ କି ଆମ ଭିତରେ ଏକ ଦୃଢ ବିଶ୍ୱାସ, ନିର୍ଭରତାର ଯେମିତି ଗୋଟେ ଭାବ, ସେଥିରେ ଆମ ଭିତରେ ଗୋଟେ ଦୃଢ ନିଶ୍ଚୟ ଭାବ ଥାଏ ଯେ ପରମେଶ୍ଵର ହଉଛନ୍ତି ଏକମାତ୍ର ସତ୍ୟ। ଏଇ ଭାବ ଆସିଲେ ସମର୍ପିତ ଭାବ ବି ଆସିଯାଏ। କାହିଁକି ନା ଆମ ସମସ୍ତଙ୍କ ଭିତରେ ମଣିଷର ବା ମନର ଏକ ସ୍ୱତଃପୃତ ଭାବରେ ତାର ଗୁଣ ହଉଛି
ଯେତେବେଳେ ସେ ଦେଖେ ସିଏ ଯୋଉଠି ରିଚ୍ କରିପାରୁନି, ବିରାଟ ବିଶାଳ ଯେତେବେଳେ କିଛି ଗୋଟେ ସଂସ୍ପର୍ଶରେ ଆସେ, ସିଏ ନା ନା ମାନିବାକୁ ପଡିବ ସେ ଲୋକଟାକୁ। ଗ୍ରେଟ୍। ଏଇ ଗୋଟେ ଏ, ବିଶାଳ ପାଖରେ ନିଜେ ସ୍ୱାଭାବିକ ଭାବରେ ଟିକେ ବି ଯଦି ମନୁଷ୍ୟର ବା ମନର ଚେତନା ଜାଗ୍ରତ ହେଇଥିବ, ତେବେ ସିଏ ସେଇଠି କଣ କରେ, ନତମସ୍ତକ ହେଇଥାଏ। ଏଇ ଗୋଟେ ଭାବ। ତେଣୁ ଜଣେ ଯେତେବେଳେ ସେଇ ଭାବ ତା ଭିତରେ ଅଛି ଯେ ପରମେଶ୍ୱର ହଉଛନ୍ତି ପରମ ସତ୍ୟ, ତେବେ ଏକମାତ୍ର ସତ୍ୟ, ତେବେ ସିଏ ସେ ଭାବରେ ମଧ୍ୟ ଜଣେ ସମର୍ପିତ ହେଇପାରେ। ଆଉ ଜଣେ କେମିତି ସମର୍ପିତ ହେଇପାରେ? ନା ପରମେଶ୍ୱରଙ୍କ ବିନା ତୁମେ ଆଦୌ କିଛି ହେଲେ କରିପାରିବ ନାହିଁ ବୋଲି ତୁମ ଭିତରେ ଏକ ସନ୍ଦୀପିତ ବିଶ୍ୱାସ ମଧ୍ୟ ଥାଇପାରେ। ସନ୍ଦୀପିତ ବିଶ୍ୱାସ ମାନେ ବିଶ୍ୱାସ ଟା ପୁରା ଭିତରେ ଗଭୀର ଭେଦିକି ରହିଛି। ଏମିତି ଶୁଣା କଥା ନୁହଁ। ତ ବିନୁ ଅନ୍ୟ ଗତି ନାହିଁ, ଏଇ ଯୋଉ ଆମେ ଶୁଣୁଛୁ, ଭାବୁଛୁ, କିନ୍ତୁ ଆମ ଭିତରେ ଏକ ବିଶ୍ୱାସ। ଆପଣ ଭାବନ୍ତୁ ସେ ଯୋଉ ଭକ୍ତଙ୍କ କଥା ମହାରାଜ ଜୀ ଲେଖିଛନ୍ତି ଭକ୍ତ ଚରିତ ମାଳାରେ। ସିଏ ଝିଅ, ସିଏ କୃଷ୍ଣଙ୍କ ପ୍ରେମରେ କୃଷ୍ଣଙ୍କୁ ଏତେ ଭଲ ପାଇ ଯାଇଥିଲେ, ତାଙ୍କର ଯେତେବେଳେ ଜବରଦସ୍ତ ବିବାହ କରିଦେବା ପାଇଁ ବାହାରିଛନ୍ତି, ତେଣୁ ସିଏ କଣ ଯେ ଘର ଛାଡି ବାହାରି ଯାଇଛି। ଘର ଛାଡି ବାହାରି ଗଲା ବେଳକୁ ରାଜାଙ୍କର ଝିଅ, ଛୋଟ ରାଜା ସାଙ୍ଗେ ସାଙ୍ଗେ ସୈନ୍ୟ ସାମନ୍ତ ପଠେଇଛନ୍ତି ଖୋଜିବା ପାଇଁ। ସୈନ୍ୟ ସାମନ୍ତ ଚାରିଆଡେ ଖୋଜୁଛନ୍ତି। ଇଏ ଯୋଉ ବାହାରିକି ଯାଉଛନ୍ତି ତା ଭିତରେ ଜଙ୍ଗଲ ଭିତରେ ପଶିଛନ୍ତି। ଏଇ ସମୟରେ ସେଇ ଜଙ୍ଗଲ ଆଡକୁ ସେ ଦେଖୁଛନ୍ତି ଯେ ସୈନ୍ୟ ସାମନ୍ତ ଖୋଜିବା ପାଇଁ ଚାରି ଦିଗରୁ ମାଡି ଆସୁଛନ୍ତି। ଆଉ ବାଟ ତାଙ୍କ ପାଖରେ କିଛି ନାହିଁ, ରହିବ ମାନେ ଦେଖାଯିବେ, ମାନେ ଦେଖିଦେବେ ସୈନ୍ୟ ସାମନ୍ତ, ତାହେଲେ ଟେକି ନେଇଯିବେ। ତେଣୁ ସିଏ କଣ କରୁଛନ୍ତି, ସେଇ ସମୟରେ କୃଷ୍ଣଙ୍କୁ ଡାକିକି ଚାରିଆଡେ ଅନଉଛନ୍ତି କୋଉଠି ସେ ଲୁଚିବେ। କୃଷ୍ଣଙ୍କ ଭାବରେ ମଗ୍ନ, କୃଷ୍ଣଙ୍କ ଉପରେ ମତେ ରଖି ମାନେ କୋଉଠି ଗୋଟେ ଶରଣ ଦେବେ। ଏଇ ସମୟରେ ଗୋଟେ ଓଟ ବିରାଟ ଶରୀର ମରିଯାଇଛି, ପଚି ଯାଇଛି, ସଢି ଯାଇଛି। ତାର ଯୋଉ କଙ୍କାଳ ଟା ବିରାଟ କାୟ ଭିତର ଟା ଫାଙ୍କା ଅଛି। ସିଏ ଯାଇ ସେ ଫାଙ୍କା ଭିତରେ ପଶିକି ଲୁଚି ଯାଉଛନ୍ତି। ଭାବନ୍ତୁ ସେ ଯୋଉ ପଚା ଶବର ଯୋଉ ଗନ୍ଧ, ଯୋଉ ଦୁର୍ଗନ୍ଧ ଏତେ ତୀବ୍ର, ତାର ପ୍ରଭାବରେ ଅନେକ ଦୂର ପର୍ଯ୍ୟନ୍ତ କେହି ଲୋକ ଆସୁନାହାନ୍ତି। ସୈନ୍ୟ ସାମନ୍ତ ମାନେ ସେଇ ବାଟ ଦେଇ ଆସୁଛନ୍ତି, ଖୋଜିବା ଭିତରେ ସେ ଯୋଉ ଗନ୍ଧରେ ଏତେ ଗନ୍ଧ, ଏ ଗନ୍ଧରେ ଇଏ କୋଉଠି ମଣିଷ ଏଠି ରହିପାରୁନୁ, ଆଉ ଇଏ କୋଉଠି ଏଠି ରାଜକୁମାରୀ କୋଉଠି ଥିବେ। ତେଣୁ ସିଏ ସେ ଜାଗା ଛାଡିକି ପଳଉଛନ୍ତି। କିନ୍ତୁ ଆଙ୍କ ଭିତରେ ଭଗବାନଙ୍କ ପ୍ରତି ଯୋଉ ଅନନ୍ୟ ଭକ୍ତି, ତା ତୁଳନାରେ ଇଏ ସବୁ ଜିନିଷ କଣ, ମାନେ ଓଟର ଯୋଉ ପଚା ଦୁର୍ଗନ୍ଧ ବି ଅତି ହେୟ ମନେ ହଉଛି। ସେ ଦୁର୍ଗନ୍ଧ ଠାରୁ ଏ ସଂସାରର ଦୁର୍ଗନ୍ଧ ତାଙ୍କୁ ଏତେ ବିଚଳିତ କରିଛି ଯେ ଭଗବାନଙ୍କ ପ୍ରେମରେ ସେ ଦୁର୍ଗନ୍ଧ ଭିତରେ ମଧ୍ୟ ପଶିକି ଯାଇକିରି କଣ କରୁଛନ୍ତି, ନିଜକୁ ଲୁଚେଇ ଦଉଛନ୍ତି, ତା ଭିତରେ ପଶିଯାଉଛନ୍ତି। ତେଣୁ ସେଇ ଯୋଉ ଆପଣ ଚିନ୍ତା କରନ୍ତୁ, ଭିତରର ଭାବଟା କେଉଁ ଧରଣର ନ ହେଇଥିଲେ ଜଣେ ଏଇ ପ୍ରକାର ଦୁର୍ଗନ୍ଧରେ ମଧ୍ୟ ଯାଇକିରି ରହିପାରେ। ସେ ତ ତମେ ତ ବାହାରି ଯିବ, ବାନ୍ତି ବାନ୍ତି ବାହାରିଯିବ, ତମେ ତ ଯାଇପାରିବ ନାହିଁ। କିନ୍ତୁ ସେ ତା ଭିତରେ ଯାଇକି ତା ଭିତରେ ନିଜେ ପଶି ଯାଇଛି। ଚିନ୍ତା କର, ଇଏ ଯୋଉ ଗୋଟେ ମାନେ ଭିତରେ ମାନେ କଣ, ନିଜ ଭିତରେ ଭେଦି ଯାଇଛି। ତେଣୁ ଏଇ ଯୋଉ ବିଶ୍ୱାସ ଗୋଟେ ସନ୍ଦୀପିତ ବିଶ୍ୱାସ କୁହାଯାଉଛି, ମାନେ ଯାହା ଭିତରେ ଆମ ଭିତରେ ପଶି ଯାଇଛି, ପୁରା ଲୀନ ହେଇଯାଇଛି ଆମ ଭିତରେ, ଯେ ସେଇ ହଉଛନ୍ତି ଭଗବାନ, ଯାହାଙ୍କ ବିନା, ପରମେଶ୍ୱରଙ୍କ ବିନା ଏଇ ସମଗ୍ର ସଂସାରରେ, ସମଗ୍ର କାର୍ଯ୍ୟାବଳୀରେ ଏମିତି କିଛି ବି କରିହବ ନାହିଁ ଯଦି ସିଏ ନ ଚାହାନ୍ତି। ତେଣୁ ସେଇ ସନ୍ଦୀପିତ ବିଶ୍ୱାସ ଯଦି ଥାଏ, ତାହେଲେ ମଧ୍ୟ ଜଣେ ନିଜକୁ ସମର୍ପିତ କରିଦେଇପାରେ ବା ନିଜର ଦାୟିତ୍ୱକୁ ଭଗବାନଙ୍କ ହାତରେ ଛାଡି ଦେଇପାରେ। ଆଉ କଣ ହେଇପାରେ, କହୁଛନ୍ତି ଅତ୍ୟନ୍ତ ସ୍ୱତଃସ୍ଫୂର୍ତ ଭାବରେ ଏପରି ବି ହୁଏତ ଅନୁଭବ କରୁଥାଇ ପାର ଯେ, ଏଠି 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 ଗୋଟେ ଶବ୍ଦ କହୁଛନ୍ତି ଅତ୍ୟନ୍ତ ସ୍ୱତଃ
ସ୍ଫୂର୍ତ୍ତ ଭାବରେ ସ୍ୱତଃସ୍ଫୂର୍ତ୍ତ। ଏଠି ଶୁଣିକିରି ବୁଝିକିରି ଚେଷ୍ଟା କରିକି କୁହା ହଉନି, ମାନେ ନିଜ ଭିତରେ ଏକ ସ୍ୱାଭାବିକ ସ୍ୱତଃସ୍ଫୂର୍ତ୍ତ ଭାବରେ ଜଣେ ଏହି ପଥରେ ଚାଲିବା ଦ୍ଵାରା ସୁଖୀ ହୋଇପାରିବ। ଏଇ ଯୋଉ ଅନୁଭବ ଯେ ନା ଭଗବତ ମାର୍ଗରେ ଗଲେ ପରମେଶ୍ୱରଙ୍କର ଆଡକୁ ଯଦି ମୁଁ ଯାତ୍ରା କରେ ତେବେ ମୁଁ ସୁଖୀରେ ରହିବି। ଏଇଟା ଭାବନାରେ ନୁହଁ, ଚିନ୍ତାରେ ନୁହଁ, କଳ୍ପନାରେ ନୁହଁ, ଏକ ସ୍ୱତଃସ୍ଫୂର୍ତ୍ତ ଭାବରେ ଅନୁଭବ, ଖୁସି ଆନନ୍ଦର ଅନୁଭବ ଯଦି ଜଣେ ଥାଏ ତାହେଲେ ସିଏ ମଧ୍ୟ ନିଜକୁ ସମର୍ପିତ କରିଦେଇପାରେ। ନଚେତ୍ ଆଉ ଗୋଟେ କହୁଛନ୍ତି କଣ, ଚୈତ୍ୟ ଆକାଂକ୍ଷା ଲେଖୁଛନ୍ତି ପରମେଶ୍ୱରଙ୍କର ହୋଇ ରହିବାକୁ ହିଁ ତୁମର ଏକ ଶକ୍ତିଶାଳୀ ଚୈତ୍ୟ ଆକାଂକ୍ଷା। ଖାଲି ଆକାଂକ୍ଷା କହିଲେ ଆମେ କାଳେ କନଫ୍ୟୁଜନ ହେଇଯିବା, ତେଣୁ ସେ ଲେଖୁଛନ୍ତି ସେଥିପାଇଁ ଶକ୍ତିଶାଳୀ ଚୈତ୍ୟ ଆକାଂକ୍ଷା ପରମେଶ୍ୱରଙ୍କ ଦ୍ଵାରା ପରିଚାଳିତ ହବା ପାଇଁ, ପରମେଶ୍ୱରଙ୍କର ହୋଇ ରହିବାକୁ ହିଁ ଆମ ଭିତରେ ଏକ ଶକ୍ତିଶାଳୀ ଚୈତ୍ୟ ଆକାଂକ୍ଷା ଥାଇପାରେ। ଯଦି ଚୈତ୍ୟ ଆକାଂକ୍ଷା ରହିଲା, ଯିଏକି କେବେ ବି ସ୍ତିମିତ ହେଇଯାଏ ନାହିଁ, ତାହେଲେ ତୁମ ଭିତରେ ସମର୍ପିତ ଭାବ ଆସିପାରେ ବା ତୁମେ ସମର୍ପଣ କରିପାର। ଆଉ ଗୋଟେ କଥା କହୁଛନ୍ତି କଣ, ଯେ ମୋ ଭିତରେ ମୁଁ ମୋର ସମ୍ପତ୍ତି ନୁହେଁ। ଶ୍ରୀମନ୍ଦିରଙ୍କର ପାଗଳାମୀରେ ଯୋଉ ଲେଖୁଛନ୍ତି, ଶ୍ରୀମନ୍ଦିରଙ୍କର ଯୋଉ 3ଟି ପାଗଳାମୀ ସେଥିରେ ଯୋଉ ଲେଖାଟି ରହିଛି ଯେ ଯାହା ମୁଁ ପ୍ରାପ୍ତ କରିଛି ସବୁ ହଉଛି ତାଙ୍କର। ଇଏ ଶରୀର, ଇଏ ଜ୍ଞାନ, ଏ ପ୍ରାଣ, ଏ ଶକ୍ତି, ଏ ଧନ, ଏ ଜନ, ଏ ସମ୍ମାନ, ଯାହା ବି ମୁଁ ପ୍ରାପ୍ତ କରିଛି ସବୁ ହଉଛି ତାଙ୍କର। ତେଣୁ ଯେ ମୁଁ ତାହେଲେ ମୁଁ ଏଇ ଯୋଉ ଶରୀରଟି କାହାର, ତାଙ୍କର। ତେଣୁ ସବୁ ହଉଛି ତାଙ୍କର, ତେଣୁ ମୁଁ ମୋର ଆଉ ସମ୍ପତ୍ତି ନୁହଁ, ସବୁ ହଉଛି ତାଙ୍କର। ଏଇ ଯୋଉ ଭାବର ସହିତ ନିଜେ କହିବା, କହିକିରି ପରମ ସତ୍ୟଙ୍କ ପାଖରେ ଜଣେ ବି ସମର୍ପିତ କରିଦେଇପାରେ। କହିବ କଣ ଜଣେ ଏମିତି ମାଗଣାକୁ କହିବ, ଏ ତା ଭିତରେ ସେଇ ପ୍ରକାର ଚେତନାରେ ସେଇ ବାସ କଲେ ଜଣେ କହିପାରିବ। ତେଣୁ ଏଇ ପ୍ରକାରରେ ଜଣେ ସମର୍ପିତ ହେଇପାରେ, ଏତିକି ପ୍ରକାର। ଯେତେବେଳେ ଜଣେ ସମର୍ପିତ କରେ ବା ସମର୍ପଣ ତାର ଯୋଉ ନିଷ୍ପତ୍ତି ନେଲା, ତାପରେ ଆରମ୍ଭ ହବ ଆତ୍ମନିବେଦନ। ତାପରେ ଯାଇକି ଆତ୍ମନିବେଦନ ଆରମ୍ଭ ହବ। ମାନେ ଲେଖୁଛନ୍ତି ତାପରେ ଆସେ ଆତ୍ମନିବେଦନ। ମୁଁ ଏଇଠି ଦଣ୍ଡାୟମାନ ରହିଛି, ଭଲ ମନ୍ଦ ଅନ୍ଧକାରମୟ ଏବଂ ଆଲୋକିତ ନାନା ଭାବ ଓ ବିଭାବକୁ ବହନ କରିଥିବା ଗୋଟେ ଜୀବ ହୋଇ ରହିଛି। ମୁଁ ପ୍ରକୃତରେ ଯାହା ସମ୍ପୂର୍ଣ୍ଣ ଭାବରେ ସେଇଟିକୁ ଆପଣଙ୍କ ପାଖରେ ନେଇ ନିବେଦନ କରିଦେଉଛି। ମୋର ସକଳ ଉତ୍ଥାନ ପତନ, ପରସ୍ପର ସହିତ ସତତ ସଂଘାତ ଲଗାଇ ରହିଥିବା ମୋର ଯାବତୀୟ ଆବେଗ, ପ୍ରବେଗ, ବୃତ୍ତି ଓ ପ୍ରବୃତ୍ତି ସହିତ ଆପଣ ମୋତେ ଗ୍ରହଣ କରିନିଅନ୍ତୁ। ଆପଣ ମୋତେ ନେଇ ଯାହା କରିବାକୁ ଚାହୁଁଛନ୍ତି କରନ୍ତୁ। ଏଇ ପ୍ରକାରର ଜଣେ ନିଜକୁ ଦିଏ ଆତ୍ମନିବେଦନ। ସେଠି ହେଲା ଆଗ ଆମେ ନିଷ୍ପତ୍ତି କଲେ ତାଙ୍କ ହାତରେ ଦାୟିତ୍ୱ ଦବା ପାଇଁ। ତାପରେ କାର୍ଯ୍ୟ, କଣ କାର୍ଯ୍ୟ କଲେ ନା ମୋର ଯାହା ଭାବ, ମୋର ବିଭାବ, ମୋର ଧାରଣା, ମୋର ଚିନ୍ତା, ମୋର ଭଲ ଗୁଣ, ମୋର ଖରାପ ଗୁଣ, ମୋର ଉତ୍ଥାନ ପତନ, ବୃତ୍ତି ପ୍ରବୃତ୍ତି, ଶକ୍ତି ସାମର୍ଥ୍ୟ, ଚିନ୍ତା ଚେତନା ସବୁ କିଛିକୁ ନେଇକି ତାଙ୍କ ପାଖରେ ନେଇ ପହଞ୍ଚେଇଦବା, କହିବା ଯେ ସିଏ ମତେ ଗ୍ରହଣ କରନ୍ତୁ। ଏଇଟାକୁ କହୁଛନ୍ତି ଆତ୍ମ ନିବେଦନ। ନିଜକୁ ନିବେଦନ କରିବା। ନିଜର ଏଇ ଆତ୍ମନିବେଦନଟିର ପ୍ରକ୍ରିୟାଟାରେ ତୁମ ଭିତରେ ରହି ଯିଏ ସେଇ ପ୍ରଥମ ନିଷ୍ପତ୍ତିଟିକୁ ଗ୍ରହଣ କରିଥିଲା, ତୁମେ ତାହାକୁ ହିଁ କେନ୍ଦ୍ର କରି ଆପଣାକୁ ଏକାଠି କରି ଆଣକୁ ଆରମ୍ଭ କରିଦିଅ। ତାମାନେ ଆମ ଭିତରେ ପ୍ରଥମେ ଯୋଉ ନିଷ୍ପତ୍ତି ହେଲା ଯେ ଭଗବାନଙ୍କ ହାତରେ ନିଜର ଦାୟିତ୍ୱଟିକୁ ଦେଇଦବା, ସେ ନିଷ୍ପତ୍ତିଟା ପରେ ବା ଯୋଉ ସତ୍ତାଟି ସେ ନିଷ୍ପତ୍ତି କଲା ତାକୁ କେନ୍ଦ୍ର କରି ସବୁ ହବ। ତାମାନେ ଆମେ ବର୍ତ୍ତମାନ
ଆଗ ନିଷ୍ପତ୍ତି ନେଇଗଲେ। ତାପରେ ବର୍ତ୍ତମାନ ଆଜ୍ଞା ଆମେ ଏଇ ପାଠ ପଢୁଛୁ, ଏଇ ପାଠ ପଢାଟିକୁ ମଧ୍ୟ ଭଗବାନଙ୍କ ପାଖରେ ନିବେଦନ କରିବା। ବା ଏ ଯୋଉ ଆମେ ଅଧ୍ୟୟନ କରୁଛୁ, ମୋ ଭିତରେ ଆପଣଙ୍କ ଚିନ୍ତା, ଆପଣଙ୍କର ଚେତନା ମୋ ଭିତରେ ଖେଳେଇ ହେଇ ରହୁ। ମୋର ପାଠ ପଢା ଭିତରେ ତୁମେ ମୋ ଭିତରେ ପ୍ରବେଶ କର। ତୁମେ ମୋ ଭିତରେ ଥାଇକି ବୁଝିବ ଏଇ ଯୋଉ ପାଠ ପଢା କାର୍ଯ୍ୟକୁ ତାଙ୍କ ପାଖରେ ନିବେଦନ କରିବ। ଇଏ ହେଲା ଆତ୍ମନିବେଦନର। ତେଣୁ କାହାକୁ କେନ୍ଦ୍ର କରି ନିଷ୍ପତ୍ତି ନେଇଛି ସମର୍ପଣ ତାକୁ ଦେଇଦବା। ଆମେ ଯୋଉ କାର୍ଯ୍ୟ କରୁଛୁ ଅନ୍ୟ ବ୍ୟକ୍ତି ପାଇଁ ଯେତେବେଳେ କରୁଛୁ, ସେତେବେଳେ ଆଉ ଆତ୍ମ ନିବେଦନ ହେଲା ନାହିଁ, ଭଗବାନ ପାଖରେ ନିବେଦନ ହେଲାନି। ସେତେବେଳେ ହେଲା କଣ? ବର୍ତ୍ତମାନ ସେଇଥିପାଇଁ କହୁଛି, ତୁମେ ଯେତେବେଳେ କାର୍ଯ୍ୟ କରୁଛ ନିଜକୁ ପ୍ରଶଂସା କରିବା ପାଇଁ, ନିଜକୁ ପ୍ରତିଷ୍ଠିତ କରିବା ପାଇଁ କରିବ ନାହିଁ। ଅନ୍ୟ କାହାକୁ ଖୁସି କରିବା ପାଇଁ କରିବ ନାହିଁ। ଅନ୍ୟମାନେ ଖୁସି ହେବେ ବୋଲି କରିବ ନାହିଁ। କେବଳ କେବଳ ଭଗବାନଙ୍କ ପାଇଁ, ଭଗବାନଙ୍କୁ ପରିପ୍ରକାଶ କରିବା ପାଇଁ କାର୍ଯ୍ୟଟି ଯେତେବେଳେ କରୁଛ, ତେଣୁ ସେ କାର୍ଯ୍ୟଟିକୁ ନିବେଦନ କରି କରିବ। ଏଇ କାର୍ଯ୍ୟଟି କରିବାକୁ ଯାଉଛି, ଏଇ କାର୍ଯ୍ୟ ଭିତରେ ତୁମେ ନିଜକୁ ପରିପ୍ରକାଶ କର। କେନ୍ଦ୍ରସ୍ଥ ସେଇ ଚୈତ୍ୟ ଇଚ୍ଛାଟିର ଚତୁର୍ଦିଗରେ ଆପଣଙ୍କୁ ଏକତ୍ର କରି ଆଣିବାକୁ ଆରମ୍ଭ କରିଦିଅ। ତାପରେ ତୁମ ସ୍ୱଭାବରେ ଥିବା ସବୁଯାକ ଅସଙ୍ଗତ ଓ ଅସ୍ଥାୟୀ ଉପାଦାନ ଗୁଡ଼ିକୁ ଏକ ସାମଞ୍ଜସ୍ୟତା ମଧ୍ୟରେ ଏକାଠି ଗୁନ୍ଥି ଆଣିବାକୁ ପଡେ। ସେଗୁଡ଼ିକୁ ଗୋଟି ଗୋଟି କରି ନେଇ କେନ୍ଦ୍ରସ୍ଥ ସତ୍ତାଟି ସହିତ ଯୋଡ଼ି ଦେବାକୁ ପଡେ। ଏକ ସ୍ୱତଃ ପ୍ରେରିତ ପଦକ୍ଷେପ ଦ୍ୱାରା ତୁମେ ଆପଣାକୁ ପରମେଶ୍ୱରଙ୍କ ପାଖରେ ନେଇ ନିବେଦନ କରିଦେଇ ପାରିବ ସତ, ମାତ୍ର ଏହିପରି ସଂଯୁକ୍ତ ହୋଇପାରିବା ବ୍ୟତୀତ ଆପଣାକୁ ସମ୍ପୂର୍ଣ୍ଣ ଫଳପ୍ରଦ ଭାବରେ ନିବେଦନ କରିଦେବା ମୋଟେ ସମ୍ଭବ ହେବ ନାହିଁ। ତୁମ ଭିତରେ ଯେତିକି ଅଧିକ ପରିମାଣରେ ସେଇ ଏକତ୍ୱଟିକୁ ପ୍ରତିଷ୍ଠା କରିପାରିଥିବ, ତୁମେ ସେତିକି ଅଧିକ ପରିମାଣରେ ଏହି ଆତ୍ମନିବେଦନର ଉପଲବ୍ଧି କରିପାରିବ। ଆମେ ସିନା କଥାରେ କହିଦଉଛୁ, କିନ୍ତୁ ଜଣେ ଯେତେବେଳେ ଅଭ୍ୟାସ କରିବ, ସେତେବେଳେ ସେ ଜାଣିବ ଯେ ପ୍ରକୃତରେ ଅନେକ ସମୟରେ କେବଳ ନିଜେ ହିଁ ମୁଁ ପ୍ରତିଷ୍ଠିତ ହେଇଯାଉଛି। ଚୈତ୍ୟକୁ କେନ୍ଦ୍ର କରି ମୋର ପରମେଶ୍ୱରଙ୍କ ପାଖରେ ସବୁ କିଛିକୁ ମୁଁ ନିବେଦନ କରିପାରୁନାହିଁ। ପ୍ରତ୍ୟେକ ମୁହୂର୍ତ୍ତରେ ଆଉ କିଏ ଆସୁଛି କ୍ରେଡିଟ ନେଇ ପଳଉଛି। ସେ କ୍ରେଡିଟ ଆଉ କିଏ ହଉଛି ମୋର ଅହଙ୍କାର, ମୋର ନିଜସ୍ୱ ବ୍ୟକ୍ତିଗତ ଭାବନା, ମୋର ଯୋଉ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଯୋଉ ଏକ ଝୁଙ୍କ, ସିଏ ନେଇଯାଉଛି। ତେଣୁ ଏତେ ସହଜ ହୁଏ ନାହିଁ। ସେଥିପାଇଁ ଯେ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସହିତ, ଦିବ୍ୟଜନନୀଙ୍କ ସହିତ ଆମର ସଂଯୁକ୍ତ ହୋଇପାରି ନାହୁଁ, ଆମର ସବୁ ଯାକ ଯେତେକ ସ୍ଥାୟୀ ଅସ୍ଥାୟୀ ସଙ୍ଗତ ଅସଙ୍ଗତ ଯାହା କାର୍ଯ୍ୟ, ଯୋଉ ଚେତନା, ଯୋଉ ଉପାଦାନ ଗୁଡ଼ିକ, ତାଙ୍କ ସହିତ ଯଦି ମୁଁ ସଂଯୁକ୍ତ କରୁନାହିଁ, ତାହେଲେ ଏକତ୍ୱ ସମ୍ଭବ ହବ ନାହିଁ। ଯଦି ଏକତ୍ୱ ପ୍ରତିଷ୍ଠିତ ନ ହେଇଛି, ତେବେ ଆତ୍ମନିବେଦନ ହେଇପାରିବ ନାହିଁ। ଯେତିକି ଅଧିକରୁ ଅଧିକ ଏକତ୍ୱ ହବ, ସେତିକି ଅଧିକରୁ ଅଧିକ ଆତ୍ମନିବେଦନ ହବ। ଏବଂ ଆତ୍ମନିବେଦନ ସମ୍ପୂର୍ଣ୍ଣ ହୋଇଗଲେ, ଆତ୍ମନିବେଦନ ସମ୍ପୂର୍ଣ୍ଣ ହୋଇଗଲେ ଉତ୍ସର୍ଗର ସମୟ ଆସିବ। ଉତ୍ସର୍ଗରେ ଆସିବ କେତେବେଳେ କହିଲେ? ଯେତେବେଳେ ଆତ୍ମନିବେଦନ ସମ୍ପୂର୍ଣ୍ଣ ହବ। ନିଷ୍ପତ୍ତି କଲେ ସମର୍ପଣ ପାଇଁ, ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ, ଦାୟିତ୍ୱ ତାଙ୍କ ହାତରେ ଛାଡିଦେବା ପାଇଁ, ସେତେବେଳେ ସମର୍ପଣ ଭାବ ଆରମ୍ଭ ହେଲା। ସମର୍ପଣ ଭାବ ଆରମ୍ଭ ହେଲା ପରେ ଆମର ବାହ୍ୟ ପ୍ରକୃତିର ସବୁ ଯାକ କାର୍ଯ୍ୟ କ୍ଷେତ୍ରରେ ସବୁ ନିବେଦନ କରିବା ଆରମ୍ଭ ହବ। ସେଇ ନିବେଦନ ଯେତେବେଳେ ହବ, ନିବେଦନ ଯେତିକି ଅଧିକରୁ ଅଧିକ ପୂର୍ଣ୍ଣାଙ୍ଗ ହବ, ଯେତେବେଳେ ପରିପୂର୍ଣ୍ଣ ହେଇଯିବ ନିବେଦନ, ସେତେବେଳେ ନିଜକୁ ଉତ୍ସର୍ଗ କରିଦେଲ। ଯେପରି କଲମଟିଏ ଆମ ଲେଖକ ପାଖରେ ନିଜକୁ ଉତ୍ସର୍ଗ କରିଦେଇଛି। ସେଠି ସିଏ ତାର ନିଜସ୍ୱ କିଛି ରଖିନାହିଁ। ତେଣୁ ଆତ୍ମନିବେଦନ କରିଦେଲା ପରେ ଧୀରେ ଧୀରେ ସବୁ ଅଂଶରେ, ଆମ ଭିତରେ ଗୋଟେ ଅଂଶ ନାହିଁ, ଅନେକ ଅଂଶ ରହିଛି, ଅନେକ ସତ୍ତା ରହିଛନ୍ତି। ସବୁ ଅଂଶରେ ଯେତେବେଳେ ଆମେ ଆତ୍ମନିବେଦନ କରିଦେଲେ, ସେତେବେଳେ ନିଜକୁ ଆମେ ଉତ୍ସର୍ଗ କରିପାରିବା। ଉତ୍ସର୍ଗ କହିଲେ ଆମେ ଯଦି ଗୋଟେ ଧାରଣାରେ ବୁଝିବା, ଯେ ଯେପରି କ୍ରୀତଦାସଟିଏ ମାଲିକ ହାତରେ ରହିଯାଇଥାଏ, ମାଲିକ ବା କଣ୍ଢେଇଟିଏ ଯେପରି ଯିଏ କଣ୍ଢେଇ ନାଚ କରୁଛି ତା ପାଖରେ ଯେପରି ସିଏ ଥାଏ, ସେଇଭଳି ଭାବରେ ନିଜ ଜୀବନର
ବର୍ତ୍ତମାନ ସବୁ କିଛି ତାଙ୍କ ପାଖରେ ଉତ୍ସର୍ଗ ହେଇଯାଏ। ଉତ୍ସର୍ଗକୁ ଆମେ ଉପଲବ୍ଧି ରୂପକ ସମଗ୍ର ପ୍ରକ୍ରିୟାଟିରେ ମୁକୁଟ ତୁଲ୍ୟ କହିପାରିବା। ତାମାନେ ଚରମ ଅବସ୍ଥା ନିଜକୁ ସମ୍ପୂର୍ଣ୍ଣ ଭାବେ ତାଙ୍କ ପାଖରେ ଉତ୍ସର୍ଗ କରିବା ଯୋଉ କୁହାଯାଉଛି। ଉପଲବ୍ଧିର କ୍ରମରେ ଏଇଟି ହଉଛି ସର୍ବଶେଷ ସୋପାନ। ଉପଲବ୍ଧିର କ୍ରମରେ ଏଇଟି ହଉଛି ସର୍ବଶେଷ ସୋପାନ। ଏବଂ ତାପରେ ପ୍ରକୃତିରେ ଆଉ କୌଣସି ବ୍ୟାଘାତ ନଥାଏ ଏବଂ ସବୁ କିଛି ଅବାଧରେ ଅଗ୍ରସର ହୋଇଥାଏ। ମାତ୍ର ତୁମେ କେବେ ହେଲେ ଏଇ କଥାଟିକୁ ଭୁଲିଯିବ ନାହିଁ ଯେ ତୁମେ ଏକା ବେଳକେ ହିଁ ସମଗ୍ର ଭାବରେ ନିଜକୁ ଉତ୍ସର୍ଗୀକୃତ କରିଦେଇ ପାରିବ। ଜଣେ ଉତ୍ସର୍ଗ କରୁଛି ମାନେ ସିଏ ପୂର୍ଣ୍ଣ ଭାବରେ, ଆଉ ସେଥିରେ ଫାଳେ ଅଧେ ନଥିବ, ଚେନାଏ ନଥିବ। ମଝିରେ ମଝିରେ ଦିନେ ବା 2 ଦିନ ଲାଗି ତୁମ ଭିତରେ କୌଣସି ଏକ ନିର୍ଦ୍ଦିଷ୍ଟ ଗତିଶୀଳତା ସମ୍ଭବ ହୋଇଗଲେ ତୁମେ ଅନେକ ସମୟରେ ଏହିପରି ଏକ ଭ୍ରମ ବିଶ୍ୱାସରେ ମଧ୍ୟ ପଡି ଯାଇଥାଅ ଯେ ମୁଁ ଉତ୍ସର୍ଗ ହେଇଗଲିଣି, ଯେ ମଝିରେ ଦିନେ 2 ଦିନ ଭିତରେ ଗୋଟେ ଭାବ ଆସିଗଲା, ସେଇଟା ଉତ୍ସର୍ଗ ନୁହଁ। ସେଇଟା ଉତ୍ସର୍ଗ ନୁହଁ ବୋଲି କହୁଛନ୍ତି। ତୁମେ ଭ୍ରମରେ ପଡ ନାହିଁ। ତୁମେ ଆଶା କରି ପକାଅ ଯେ ଆଉ ସବୁ କିଛି ମଧ୍ୟ ଆପଣା ଛାଏ ତା ପଛକୁ ପଛ ସମ୍ଭବ ହୋଇଯିବ। ମାତ୍ର ପ୍ରକୃତ କଥା ହେଉଛି ଯେ ତୁମେ ମିଛଟାରେ ଏତେ ଟିକେ ମଧ୍ୟ ଏହିପରି ଏକ ଆତ୍ମସନ୍ତୋଷର କବଳରେ ପଡିଗଲେ ତାହା ତୁମ ନିଜ ଅଗ୍ରଗତିର ପ୍ରତିବନ୍ଧକ ପରି କାର୍ଯ୍ୟ କରିବ। କେବେ ଆତ୍ମସନ୍ତୋଷ ହେଇଯାଏନି, ଯାହା ହଉ ମୁଁ ମାଙ୍କ ପାଖରେ ପୂର୍ଣ୍ଣ ସମର୍ପିତ, ଏଇ ପ୍ରକାର ଆତ୍ମସନ୍ତୋଷରେ କେବେ ପଡିଯାଅ ନାହିଁ। କାରଣ ତୁମର ସତ୍ତା ସର୍ବଦା ହିଁ ଏପରି ଅଗଣିତ ନାନା ପରସ୍ପର ବିବଦମାନ ପ୍ରବୃତ୍ତି ଗୁଡ଼ିକ ଦ୍ୱାରା ପୂର୍ଣ୍ଣ ହୋଇ ରହିଥାଏ। ସେହି ପ୍ରବୃତ୍ତି ଗୁଡ଼ିକୁ ପ୍ରାୟ ଗୋଟିଏ ଗୋଟିଏ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ ବୋଲି କୁହାଯାଇ ପାରିବ। ଯେତେବେଳେ ସେଗୁଡ଼ିକ ମଧ୍ୟରୁ ଗୋଟିଏ ପ୍ରବୃତ୍ତି ନିଜକୁ ନେଇ ଭଗବାନଙ୍କ ପାଖରେ ଅର୍ପଣ କରିଦେଉଥାଏ, ସେତିକି ବେଳେ ଅନ୍ୟମାନେ ଆସି ହାବୁଡ଼ି ଯାଆନ୍ତି ଏବଂ ଆପଣାର ଆନୁଗତ୍ୟଟିକୁ ବାରିତ କରି ରଖନ୍ତି। ଇନଭର୍ଟେଡ କମାରେ ଆମେ ଆପଣାକୁ ମୋଟେ ଅର୍ପଣ କରିଦେଇ ନାହୁଁ ବୋଲି ସେମାନେ ଚିତ୍କାର କରନ୍ତି ଏବଂ ଆପଣାର ସ୍ୱତନ୍ତ୍ର ଅଭିବ୍ୟକ୍ତି ସକାଶେ କୋଳାହଳ କରିବାରେ ଲାଗିଥାନ୍ତି। ସେତେବେଳେ ସେଗୁଡ଼ିକୁ ତୁମେ ଚୁପ୍ ହୋଇ ରହିବାକୁ କହିବ ଓ ସେମାନଙ୍କ ଆଗରେ ପରମ ସତ୍ୟକୁ ନେଇ ଧରି ରଖିବ। ଆମର ଭିତରେ ଯେହେତୁ ଆମେ ଆ ପୂର୍ବରୁ କଥା ହଉଥିଲେ, ଅନେକ ସତ୍ତା ରହିଛନ୍ତି, ଇଏ ଗୋଟିଏ ଗୋଟିଏ କରି ସବୁ କାର୍ଯ୍ୟ କରିବାକୁ ପଡିବ। ଗୋଟିଏ ସତ୍ତା ନିଜକୁ ଯେତେବେଳେ ସମର୍ପଣ ଆରମ୍ଭ କରିଛି, ଆତ୍ମନିବେଦନର ପ୍ରକ୍ରିୟା ଯେତେବେଳେ ତା ପରେ ପରେ ଆରମ୍ଭ ହେଇଯାଉଛି, ଆଉ ଗୋଟାଏ କିଏ ଥିବ, ସିଏ କହିବ ମୁଁ ଜମାରୁ ସମର୍ପଣ କରିବି ନାହିଁ, ମୁଁ ଜମାରୁ ମାନେ ନିଜକୁ ଦେଇଦେବି ନାହିଁ, ଅର୍ପଣ କରିବି ନାହିଁ। ସେତେବେଳେ ତାକୁ ସେ ଚିତ୍କାର କରିବ, ସେ କଥା ଶୁଣିବ ନାହିଁ। ସେତେବେଳେ ସେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ବାହାରି ଆସିବ। ସେତେବେଳେ ତାକୁ କଣ କରିବେ, ତାର ସ୍ୱାତନ୍ତ୍ର୍ୟ ଏବଂ ଅଭିବ୍ୟକ୍ତିକୁ ଧରିବ, ମାଡି ବସିବ, ତାକୁ କହିବ ଚୁପ୍, ତାକୁ ନେଇକିରି ପରମ ସତ୍ୟଙ୍କ ପାଖରେ ଥୋଇଦବ। ଅତ୍ୟନ୍ତ ଧୈର୍ଯ୍ୟର ସହିତ ଆପଣା ସତ୍ତାର ଚତୁର୍ଦିଗରେ ବୁଲି ଆସି ତୁମେ ଅନ୍ଦି କନ୍ଦି ସବୁଆଡେ ତନଖି ଦେଖି ନବ ଯେ କୋଉ ଜାଗାରେ ରହିଯାଇଛି। ବେଳେ ବେଳେ ଏତେ ଛଦ୍ମ ରୂପରେ ରହିଥାଏ, ଏତେ ଛଦ୍ମ ରୂପରେ ଆମେ ପ୍ରକୃତରେ ଦେଖିବାକୁ ଗଲେ ସତରେ ଚାହିଁଲେ ଆମକୁ ସବୁ ଦେଖାଯାଏ। କିନ୍ତୁ ଜଣେ ଯେତେବେଳେ ଦେଖିବାକୁ ଚାହେଁ ନାହିଁ, ତାପରେ ଧୀରେ 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 ସବୁ ଜିନିଷ ସେ ଆଖି ବୁଜିଦିଏ, ଜାଣିପାରେ। ଏ ମାମୁଁ କହୁଥିଲେ ଯେ କେତେ ଜଣ ଲୋକଙ୍କ ପାଖରେ ପଲିଗ୍ରାଫ ଟେଷ୍ଟ, ନାର୍କୋ ଟେଷ୍ଟ କାମ କରିବନି। ମାନେ ତାଙ୍କର ଭିତରେ ମିଛ ଗୁଡାକ ଏତେ ରକ୍ତରେ ମଞ୍ଜି ଯାଇଛି ଯେ ମିଞ୍ଜି ଯାଇ ନା ମିଞ୍ଜି ଯାଇଛି ଯେ ସିଏ ନିଜ ନାଁ ଟା ବି କହିବେ ଯୋଉ ସ୍ପନ୍ଦନରେ, ସତ କଥାଟା କହିବେ ଏବଂ ସୁନ୍ଦର ମିଛଟାକୁ, ମାନେ ଅତି ସୁନ୍ଦର ମିଛଟାକୁ ମଧ୍ୟ ସେଇ ସ୍ପନ୍ଦନରେ କହିବେ। ତେଣୁ ନାର୍କୋ ଟେଷ୍ଟ କାମ କରିବନି, ପଲିଗ୍ରାଫ ଟେଷ୍ଟ କିଛି କାମ କରିବନି। ତେଣୁ ସେ ପ୍ରକାର ବ୍ୟକ୍ତିଙ୍କୁ ପାଇଁ ଏକଥା କୁହାହଉଛି। ଯୋଉମାନେ ଚେଷ୍ଟା କରୁଛନ୍ତି, ଯୋଉମାନେ ଚାହୁଁଛନ୍ତି ଭଗବାନଙ୍କ କାମ କରିବା ପାଇଁ, ନହେଲେ ଲୋକ କଣ କରନ୍ତି, ଯୋଉମାନେ ଅହଂକାର ଅତି ପ୍ରେରିତ ହୁଅନ୍ତି, ତାଙ୍କ ଦେହ ଯଦି ଖରାପ ହବ, ସେ ସାଙ୍ଗେ ସାଙ୍ଗେ ନିଜକୁ ତୁଳନା କରିବେ। ଭଗବାନ ଅମକ ଅବତାରେ ଆସିଥିଲେ, ତାଙ୍କ ଦେହ ବି ଖରାପ ହେଇଥିଲା, ତେଣୁ ମୋ ଦେହ ବି ଖରାପ ହଉଛି। ଏଇ ଯୋଉ ପୌଣ୍ଡ୍ରକ ଭଳିଆ ଇସୁ, ଏ ସବୁ ତ ସିଏ ଭାବିବ ମୁଁ ବାସୁଦେବ ଆଉ। ତେଣୁ ଆମକୁ ସବୁଆଡେ ଅନ୍ଦି କନ୍ଦି ତନଖି ଦେଖି ନେବ। ଆପଣାର ଅନୁକୂଳ ମନ ମୁହୂର୍ତ୍ତ ଗୁଡିକ ଲାଗି ଟାକିରୁ ବସିଥିବା ସେଇ ସବୁ ଶୃଙ୍ଖଳାହୀନ ଉପାଦାନ ଗୁଡିକର ସମ୍ମୁଖୀନ ହେବ। ଏଠି ଗୋଟେ ଶବ୍ଦ କହିଲେ, ଶୃଙ୍ଖଳାହୀନ ଉପାଦାନ ଗୁଡିକର ସମ୍ମୁଖୀନ ହବ। ଆମ ଭିତରେ ଯିଏ ଶୃଙ୍ଖଳିତ ହବା ପାଇଁ ଚାହୁଁନାହିଁ, ଜାଣିବେ ସିଏ ନିଜକୁ ଆତ୍ମନିବେଦନ କରିବାକୁ ଚାହୁଁନାହିଁ।
ଜାଣିବେ ଯେ ସିଏ ଭଗବାନଙ୍କର ହେଇ ରହିନାହିଁ। ତେଣୁ ଆମେ ଏବେ ବି ଅଛୁ ତଳେ, ନିମ୍ନରେ ଅଛୁ। ଏବଂ ଏହିପରି ଭାବରେ ତୁମେ ଆପଣାର ମାନସିକ, ପ୍ରାଣିକ ତଥା ଭୌତିକ ପ୍ରକୃତି ଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ବୁଲି ଦେଖି ଆସିବା ପରେ ପରମେଶ୍ୱରଙ୍କ ପାଖରେ ନିଜକୁ ଅର୍ପିତ କରି ରଖିବା ପାଇଁ ଏହି ସବୁ ଗୁଡ଼ିକୁ ପ୍ରବର୍ତ୍ତାଇ ସାରିବା ପରେ ଏବଂ ତଦ୍ଵାରା ଏକ ସମ୍ପୂର୍ଣ୍ଣ ଓ ଅବିଭକ୍ତ ଉତ୍ସର୍ଗୀକୃତତା ହାସଲ କରି ସାରିବା ପରେ ଯାଇ ତୁମେ ଆପଣାର ପ୍ରମାଦ ଗୁଡ଼ିକୁ ପୂର୍ଣ୍ଣ ରୂପେ କାଟି ଦେଇ ପାରିବ। ଯେତେବେଳେ ମନ, ପ୍ରାଣ, ଶରୀର, ଭୌତିକ ପ୍ରକୃତିଠୁ ଆରମ୍ଭ କରିକି ମାନସିକ ପ୍ରକୃତି, ପ୍ରାଣିକ ଶକ୍ତି ସାମର୍ଥ୍ୟ ପର୍ଯ୍ୟନ୍ତ ଯେତେବେଳେ ସବୁଆଡେ ବୁଲି ଆସି ଦେଖିବ, କୌଣସି ଗୋଟିଏ ଜାଗାରେ ବି ଯେପରି ମୁଁ ନିଜକୁ ପ୍ରତିଷ୍ଠିତ କରୁନାହିଁ, କୌଣସି ଗୋଟିକ ଜାଗାରେ ବି ଲୁଚି ରହିନାହିଁ, କୌଣସି ଗୋଟିକ ଜାଗାରେ ବି ମାଙ୍କୁ ପରିପ୍ରକାଶ କରିବା ପାଇଁ କୁଣ୍ଠାବୋଧ ନାହିଁ, ତାହେଲେ ଯାଇକିରି ତୁମ ଜୀବନରେ ଆଉ ପ୍ରମାଦ କିଛି ଆସିବ ନାହିଁ। ସେଥିପାଇଁ କହୁଛନ୍ତି ତୁମେ ଆପଣାର ପ୍ରମାଦ ଗୁଡ଼ିକୁ ପୂର୍ଣ୍ଣ ରୂପେ କାଟି ଦେଇପାରିବ। ତାପରେ ତୁମେ ଗୌରବମୟ ଭାବରେ ରୂପାନ୍ତର ବା ଯଥାର୍ଥ ପରିବର୍ତ୍ତନ ଆଡକୁ ଅଗ୍ରସର ହୋଇଯାଇ ପାରିବ। ଏତିକି ହେଇ ସାରିଲା ପରେ ତୁମେ ରୂପାନ୍ତର ଆଡକୁ ଅଗ୍ରସର ହୋଇପାରିବ। କାରଣ ତାପରେ ତୁମକୁ ଆଉ ଅନ୍ଧକାର ମଧ୍ୟରୁ ଆଲୋକକୁ ଯିବାକୁ ପଡିବ ନାହିଁ। ମାତ୍ର ଜ୍ଞାନରୁ ଜ୍ଞାନ ମଧ୍ୟକୁ, ଆଲୋକରୁ ଆଲୋକ ମଧ୍ୟକୁ, ସୁଖରୁ ସୁଖ ମଧ୍ୟକୁ ଅଗ୍ରସର ହୋଇଯିବାକୁ ପଡିବ। ଆଉ ଅସତମା ସଦ୍ଗମୟ ନୁହଁ, ମୃତ୍ୟୁର୍ମା ଅମୃତଙ୍ଗମୟ ନୁହଁ, ମାନେ ଜ୍ୟୋତିରୁ ଅନ୍ଧାରରୁ ଜ୍ୟୋତି ଆଡକୁ ନୁହଁ। ଏଠି କଣ ହବ? ଆଲୋକରୁ ଆଲୋକକୁ, ତା ମାନେ ଆଲୋକ ଅବସ୍ଥାରେ ଆମେ ପହଞ୍ଚିଯିବା, ସତ୍ୟ ଅବସ୍ଥାରେ ଆମେ ପହଞ୍ଚିଯିବା। ତାପରେ ଆମର ଯାତ୍ରା କେବଳ ସତ୍ୟ ଭିତରେ ରହିବ। ସତ୍ୟରୁ ଆହୁରି ସତ୍ୟକୁ, ପରମ ସତ୍ୟ ଆଡକୁ ଆମର ଯାତ୍ରା ହବ। ଆଲୋକରୁ ଆହୁରି ଆଲୋକ ମଧ୍ୟକୁ, ସୁଖରୁ ଆହୁରି ସୁଖ ମଧ୍ୟକୁ ଅଗ୍ରସର ହୋଇଯିବାକୁ ପଡିବ। ସେଥିପାଇଁ କହୁଛନ୍ତି ଏକଥାରେ କୌଣସି ସନ୍ଦେହ ନାହିଁ ଯେ ପୂର୍ଣ୍ଣ ଉତ୍ସର୍ଗୀକୃତ ହେବା ଆଦୌ ଏକ ସହଜ ବ୍ୟାପାର ନୁହେଁ। ଏବଂ ଅନିର୍ଭର ଭାବରେ ଅର୍ଥାତ୍ କେବଳ ଗୋଟିଏ ଆପଣାର ସ୍ୱାଧୀନ ଚେଷ୍ଟାଟି ଦ୍ଵାରା ସବୁ କିଛିକୁ କହିବାକୁ ଗଲେ ତୁମକୁ ଏଥିଲାଗି ପ୍ରକୃତରେ ଅନନ୍ତ ସମୟ ଲାଗିଯିବ। ମାତ୍ର ଯେତେବେଳେ ଭଗବତ ପରମ କରୁଣା ମଧ୍ୟ ତୁମ ସହିତ ରହିଥିବ, ସେତେବେଳେ ଘଟଣାଟି କଦାପି ଠିକ୍ ସେପରି ହେବ ନାହିଁ। ପରମ ଦିବ୍ୟ ସତ୍ତାଙ୍କ ଠାରୁ ଟିକିଏ ଟିକିଏ ଠେଲା ଖାଇ ସିଏ କେତେବେଳେ ଏ ଆଡକୁ ଟିକେ ଠେଲି ହେଉଥିବେ ତ ଆଉ କେତେବେଳେ ସେ ଆଡକୁ ମଧ୍ୟ ଟିକେ ଠେଲି ଦେଉଥିବେ। କାର୍ଯ୍ୟଟି ଅପେକ୍ଷାକୃତ ବେଶ ସହଜସାଧ୍ୟ ହୋଇଯିବ। ଅବଶ୍ୟ ଏକଥା ସତ୍ୟ ଯେ କାହା ବେଳକୁ କେତେ ସମୟ ଲାଗିବ ତାହା ସର୍ବଦା ସେହି ସମ୍ପୃକ୍ତ ବ୍ୟକ୍ତିଟି ଉପରେ ହିଁ ନିର୍ଭର କରିବ। ଦେଖନ୍ତୁ, ଭଗବତ କରୁଣା ଆମ ପାଖରେ ଥିଲେ ଏଇଟା ଆହୁରି ସହଜ ହେଇଯିବ, କିନ୍ତୁ ବ୍ୟକ୍ତିଗତ ପ୍ରୟାସ ଆବଶ୍ୟକ। କାହିଁକି କହୁଛନ୍ତି? ଏହା ବ୍ୟକ୍ତି ଉପରେ ନିର୍ଭର କରିବ ସେ କେତେ ସମୟ ଲାଗିବ। ଆଉ ଥରେ ପଡୁଛି, ଅବଶ୍ୟ ଏକଥା ସତ୍ୟ ଯେ କାହା ବେଳକୁ କେତେ ସମୟ ଲାଗିବ ତାହା ସର୍ବଦା ସେଇ ସମ୍ପୃକ୍ତ ବ୍ୟକ୍ତିଟି ଉପରେ ହିଁ ନିର୍ଭର କରିବ। ତେଣୁ ବ୍ୟକ୍ତିଗତ ପ୍ରୟାସରେ କେତେ ଆବଶ୍ୟକ ଏଇଠି ଦେଖନ୍ତୁ। ମାତ୍ର ଯଦି ତୁମର ସଂକଳ୍ପ ଦୃଢ ହୋଇପାରିଥିବ, ତେବେ ସେହି ସମୟଟିକୁ ଅନେକ ପରିମାଣରେ ଅଳ୍ପ କରି ଦିଆଯାଇ ପାରିବ। ତେଣୁ ଏହି କ୍ଷେତ୍ରରେ ସଂକଳ୍ପ ହିଁ ଆବଶ୍ୟକ। ସେଇ ସଂକଳ୍ପ ହେଉଛି ଅସଲ ଚାବିକାଠି। ତେଣୁ ସଂକଳ୍ପ କରିବା, ସେଥିରେ ନିରନ୍ତର ଲାଗି ରହିବା, ବିଶ୍ଵ ମାନେ ଅତି ଦୃଢତାର ସହିତ, ଆର୍ଡେଣ୍ଟ ଆସ୍ପିରେସନ ଯେମିତି କୁହାହଉଛି, ଆର୍ଡେଣ୍ଟ ଆସ୍ପିରେସନ, ଖାଲି ଆସ୍ପିରେସନ ଆମେ ଜାଣିଛନ୍ତି, ଆର୍ଡେଣ୍ଟ ଆସ୍ପିରେସନ ଯେମିତି କୁହାହଉଛି, ସେଇଭଳି ଭାବରେ ଆମର ସଂକଳ୍ପଟି ଆର୍ଡେଣ୍ଟ ଆସ୍ପିରେସନ ହବା ଦରକାର। ସେତେବେଳେ ସେଇ ଭଗବାନଙ୍କର କାର୍ଯ୍ୟଟି ମୋ ଭିତରେ ଯୋଉ ରୂପାନ୍ତର ପାଇଁ ସେ ମତେ ଯୋଉ ପ୍ରସ୍ତୁତ କରୁଛନ୍ତି ତାହା ଅତି ଶୀଘ୍ର ହେଇପାରିବ। ମା ଏହି କ୍ଷେତ୍ରରେ ସଂକଳ୍ପ ହିଁ ଆବଶ୍ୟକ। ସେ ସଂକଳ୍ପ ହେଉଛି ଅସଲ ଚାବିକାଠି। ଟାଇମ ହେଇଗଲାଣି, ଏଠି ସାର ରଖିବା। 40 ମିନିଟ, ଆଜି 38 ମିନିଟ ହେଇଗଲାଣି। ମା ଥ୍ୟାଙ୍କ ୟୁ ଅଲ୍ ଫରଏଭର।